ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ଆଜିର ଆଲୋଚନା କାର୍ଯ୍ୟକ୍ରମରେ ଆମେ ଓଡ଼ିଶା ଇତିହାସରୁ 20ଗୋଟି ପ୍ରଶ୍ନ ଉତ୍ତର ଆଲୋଚନା କରିବା। ସମସ୍ତ ପ୍ରଶ୍ନ ଉତ୍ତର ମୋର ଜ୍ଞାନ କୌଶଳରେ ତ୍ରିୟଥସ୍ ପୁସ୍ତକରୁ ମୁଁ ସଂଗ୍ରହ କରିଅଛି ବା ପ୍ରସ୍ତୁତ କରିଅଛି। ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ ଆମକୁ କ'ଣ କହୁଛି। ଇନ୍ ହୁଇଚ୍ ଫ୍ୟୁଡାଟାରୀ ଷ୍ଟେଟ୍ ଫାଷ୍ଟ ଆକ୍ଟ ପ୍ରଜାମଣ୍ଡଳ ମୁଭମେଣ୍ଟ। ପିଲାମାନେ 26ଗୋଟି ଷ୍ଟେଟ୍ ଥିଲା ଓଡ଼ିଶାରେ, ଗଡ଼ଜାତ ରାଜ୍ୟ। ସେଇ ଭିତରୁ କେଉଁ ଗଡ଼ଜାତ ରାଜ୍ୟ? ଗଡ଼ଜାତର ଅର୍ଥ ହେଲା ପିଲାମାନେ ଯେଉଁଗୁଡ଼ିକ ଫରେଷ୍ଟ ଭିତରେ ରହୁଥିଲେ, ଆଡ଼ମିନିଷ୍ଟ୍ରେସନ୍ କରୁଥିଲେ। ସେଇ ପ୍ରଜାମଣ୍ଡଳ, ସେଇ ଯେଉଁ ଗଡ଼ଜାତ ରାଜ୍ୟ ଗୁଡ଼ିକରେ କେଉଁ ରାଜ୍ୟରେ ପ୍ରଥମେ ପ୍ରଜାମଣ୍ଡଳ ମୁଭମେଣ୍ଟ ଆରମ୍ଭ ହୋଇଥିଲା? ତାଳଚେର, ନୀଳଗିରି, ଢେଙ୍କାନାଳ, କେଉଁଝର। ତ ପିଲାମାନେ ଏଇଠି 1 ନମ୍ବରର ଉତ୍ତର ହେବ ବି ନୀଳଗିରି। ନୀଳଗିରି ପିଲାମାନେ ପ୍ରଥମେ ଯେଉଁଟାକି ପ୍ରଜାମଣ୍ଡଳ ମୁଭମେଣ୍ଟ ଆରମ୍ଭ ହୋଇଥିଲା। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ, ପୂର୍ବରୁ ବି ଆସିଛି ଏସ୍ଏସ୍ବି ପରୀକ୍ଷାରେ। ତାପରେ ଆମେ ଦେଖିବା ପିଲାମାନେ 2 ନମ୍ବର ପ୍ରଶ୍ନ। କୈଳାସ ଚନ୍ଦ୍ର ମହାନ୍ତି ଲିଡ୍ ଇନ୍ ହୁଇଚ୍ ଏରିଆ ପ୍ରଜାମଣ୍ଡଳ ମୁଭମେଣ୍ଟ। କୈଳାସ ଚନ୍ଦ୍ର ମହାନ୍ତି ହେଉଛନ୍ତି ଜଣେ ପ୍ରଜାମଣ୍ଡଳ ମୁଭମେଣ୍ଟର ନେତା। ସେ କେଉଁ ଅଞ୍ଚଳର ପ୍ରଜାମଣ୍ଡଳ ମୁଭମେଣ୍ଟର ନେତୃତ୍ୱ ନେଇଥିଲେ? ତାଳଚେର, ନୀଳଗିରି, ଢେଙ୍କାନାଳ, କେଉଁଝର। ତ ପିଲାମାନେ 2 ନମ୍ବରର ଉତ୍ତରଟା ହେବ ବି ନୀଳଗିରି। ନୀଳଗିରି ଅଞ୍ଚଳରେ ନେତୃତ୍ୱ ନେଇଥିଲେ କୈଳାସ ଚନ୍ଦ୍ର ମହାନ୍ତି ପ୍ରଜାମଣ୍ଡଳ ମୁଭମେଣ୍ଟ କରିବା ପାଇଁ। ଆଞ୍ଚଳିକ ରାଜାମାନଙ୍କର ବିରୋଧରେ ପ୍ରଜାମାନଙ୍କୁ ଏକାଠି କରିଥିଲେ। 3 ନମ୍ବର ପ୍ରଶ୍ନ ଦେଖିବା। ହୁ ୱାଜ୍ ଦ ଏଡିଟର ଅଫ୍ ସମ୍ବଲପୁର ହିତୈଷିଣୀ। ସମ୍ବଲପୁର ହିତୈଷିଣୀ। ସମ୍ବଲପୁର ହିତୈଷିଣୀର ସମ୍ପାଦକ କିଏ ଥିଲେ? ଫକୀର ମୋହନ ସେନାପତି, ମଦନ ମୋହନ ମିଶ୍ର, ନୀଳମଣି ବିଦ୍ୟାରତ୍ନ, ମଧୁସୂଦନ ଦାସ। ତ ପିଲାମାନେ ଏଠି 3 ନମ୍ବରର ଉତ୍ତରଟି ହେବ ସି ନୀଳମଣି ବିଦ୍ୟାରତ୍ନ। ଯେଉଁ ସମ୍ବଲପୁର ହିତୈଷିଣୀ ଖବରକାଗଜଟି ପ୍ରକାଶ ପାଉଥିଲା ତାର ସମ୍ପାଦକ ଥିଲେ ପିଲାମାନେ। ତାପରେ ଦେଖିବା ଆମେ 4 ନମ୍ବର ପ୍ରଶ୍ନ। ଫ୍ରମ୍ ହୁଇଚ୍ ପ୍ଲେସ୍ ପ୍ରଜାବନ୍ଧୁ ନ୍ୟୁଜ୍ ପେପର ପବ୍ଲିଶ୍ଡ। କଟକ, ସମ୍ବଲପୁର, ବ୍ରହ୍ମପୁର, ରମ୍ଭା। କେଉଁ ସ୍ଥାନରେ ପ୍ରଜାବନ୍ଧୁ ଖବରକାଗଜଟି ପ୍ରକାଶ ପାଉଥିଲା? ତ ପିଲାମାନେ ଏଇଠି 4 ନମ୍ବରର ଉତ୍ତରଟି ହେବ ଡି ରମ୍ଭାରେ। ରମ୍ଭା ଅଞ୍ଚଳ ପିଲାମାନେ ଗଞ୍ଜାମ ନିକଟରେ ରମ୍ଭା ରାଜପ୍ରସାଦରୁ ଇଏ ପ୍ରକାଶ ପାଉଥିଲା ଖବରକାଗଜଟି ପ୍ରଜାବନ୍ଧୁ। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି। ତାପରେ ଆମେ ଦେଖିବା ନେକ୍ସଟ 5 ନମ୍ବର ପ୍ରଶ୍ନ। 5 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି ପିଲାମାନେ? ଫ୍ରମ୍ ହୁଇଚ୍ ପ୍ଲେସ୍ ପବ୍ଲିଶ୍ଡ ସମ୍ବଲପୁର ହିତୈଷିଣୀ। ସମ୍ବଲପୁର ହିତୈଷିଣୀ କିଏ ପ୍ରକାଶ କରିଥିଲେ? ଆମେ 3 ନମ୍ବର ପ୍ରଶ୍ନରେ ଆଲୋଚନା କଲେ ସେ ହେଉଛନ୍ତି ନୀଳମଣି ବିଦ୍ୟାରତ୍ନ। କିନ୍ତୁ ସେଇଟା କେଉଁ ସ୍ଥାନରୁ ପ୍ରକାଶ ପାଉଥିଲା? କଟକ, ସମ୍ବଲପୁର, ବାଲେଶ୍ୱର, ବାମରା। ତ ପିଲାମାନେ ଏଇଠି 5 ନମ୍ବରର ଉତ୍ତରଟି ହେବ ଡି ବାମରା। ବାମରା ଅଞ୍ଚଳରୁ ପ୍ରକାଶ ପାଉଥିଲା ପିଲାମାନେ ସମ୍ବଲପୁର ହିତୈଷିଣୀ। ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ। 6 ନମ୍ବର ଦେଖିବା। ହୁଇଚ୍ ବ୍ରିଟିଶ ଅଫିସର ଡାଏଡ୍ ଏଟ୍ ସମ୍ବଲପୁର ଇନ୍ 1836। କେଉଁ ବ୍ରିଟିଶର ଅଫିସର ସମ୍ବଲପୁରରେ ମୃତ୍ୟୁବରଣ କରିଥିଲେ 1836 ମସିହାରେ? ଜେନ୍ ବେର୍ଲି, ଜନ୍ ସ୍କାଟଲେ, କାମ୍ପବେଲ, ମେଜର ଇମ୍ପେ, କ୍ୟାପ୍ଟେନ୍ ଉଡବ୍ରିଜ। ପାର୍ଟିକୁଲାର ମସିହା ପଚାରିଛି 1836। 1836ରେ ବ୍ରିଟିଶର ଅଫିସର କିନ୍ତୁ ସମ୍ବଲପୁରରେ ମୃତ୍ୟୁବରଣ କରିଥିଲେ। 6 ନମ୍ବରର ଉତ୍ତରଟି ପିଲାମାନେ ହେବ ସି ମେଜର ଇମ୍ପେ ସମ୍ବଲପୁରରେ ମୃତ୍ୟୁବରଣ କରିଥିଲେ। ତାପରେ ଆମେ ଦେଖିବା 7 ନମ୍ବର ପ୍ରଶ୍ନ। ହୁଏର୍ ଡାଏଡ୍ ସୁରେନ୍ଦ୍ର ସାଏ। ସୁରେନ୍ଦ୍ର ସାଏ କେଉଁଠାରେ ମୃତ୍ୟୁବରଣ କରିଥିଲେ? ନାଗପୁର ଜେଲ୍, ଆଣ୍ଡାମାନ ଜେଲ୍, ହଜାରିବାଗ ଜେଲ୍, ଅସିରଗଡ଼ ଜେଲ୍। ତ ପିଲାମାନେ 7 ନମ୍ବରର ଉତ୍ତର ହେବ ଡି ଅସିରଗଡ଼ ଜେଲ୍। ସୁରେନ୍ଦ୍ର ସାଏଙ୍କର ଶେଷ ଜୀବନ ଜେଲରେ ବିତିଥିଲା।
ଅସୁରଗଡ଼ ଜେଲରେ ସେ ମୃତ୍ୟୁବରଣ କରିଥିଲେ। ତାପରେ ଦେଖିବା 8 ନମ୍ବର ପ୍ରଶ୍ନ କ'ଣ କହୁଛି ଆମକୁ, ଇନ୍ ହ୍ୱିଚ୍ ଅଫ୍ ଦ ମନ୍ଥ ଦ ପାଇକ ରିବେଲିୟନ୍ ବ୍ରୋକ୍ ଆଉଟ୍ ଇନ୍ 1817 ଇନ୍ ଓଡ଼ିଶା। ଓଡ଼ିଶାରେ 1817 ମସିହାରେ ଯେଉଁ ପାଇକ ବିଦ୍ରୋହ ଦେଖାଦେଇଥିଲା, ସେହି ପାଇକ ବିଦ୍ରୋହଟି 1817 ମସିହାର କେଉଁ ମାସରେ ଆରମ୍ଭ ହୋଇଥିଲା? ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ। ତ ଏଇଟା 8ର ଉତ୍ତରଟି ହେବ ପିଲାମାନେ ସି ମାର୍ଚ୍ଚ। ମାର୍ଚ୍ଚର 3rd କ୍ୱାର୍ଟର ପିଲା, 3rd କ୍ୱାର୍ଟରରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ ଖୋର୍ଦ୍ଧାରେ ବ୍ରିଟିଶମାନଙ୍କ ବିରୋଧରେ, ଯାହାର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର। ତାପରେ ରହିଲେ ପିଲାମାନେ 9, ହ୍ୱିଚ୍ ବ୍ରିଟିଶ ଅଫିସର ଡାଏଡ୍ ଏଟ୍ ଗଙ୍ଗପରା ଡ୍ୟୁରିଂ ଦ ଟାଇମ୍ ଅଫ୍ ପାଇକ ରିବେଲିୟନ୍ ଅଫ୍ 1817? ଫାରିସ୍, ଇମ୍ଫେ, ପ୍ରିଡକ୍ସ, ୱିଲିଂଟନ। ବ୍ରିଟିଶର କେଉଁ ଅଫିସର 1817 ମସିହାରେ ଯେଉଁ ପାଇକ ବିଦ୍ରୋହ ଚାଲିଥିଲା, ସେ ପାଇକ ବିଦ୍ରୋହ ସମୟରେ ଗଙ୍ଗପରା ନାମକ ସ୍ଥାନରେ ମୃତ୍ୟୁବରଣ କରିଥିଲେ ବିଦ୍ରୋହୀମାନଙ୍କର ଆକ୍ରମଣରେ? ସେ ବ୍ରିଟିଶ ଅଫିସର ଜଣକ କିଏ? 9ର ଉତ୍ତର ପିଲାମାନେ ହେବ ମିଷ୍ଟର ଫାରିସ୍। ଫାରିସ୍ ମୃତ୍ୟୁବରଣ କରିଥିଲେ ଗଙ୍ଗପରାଠାରେ। ତାପରେ ଆମେ ଦେଖିବା ନେକ୍ସଟ 10 ନମ୍ବର ପ୍ରଶ୍ନ, କପିଳେନ୍ଦ୍ର ଦେବ ୱାର୍କ ଅଣ୍ଡର ହ୍ୱିଚ୍ ରୁଲର ଆଜ୍ ଏ ମିନିଷ୍ଟର? କପିଳେନ୍ଦ୍ର ଦେବ ବିଷୟରେ ଜାଣିଛନ୍ତି? ଯେଉଁ ରାଜାଙ୍କ ଠାରୁ ଆମର ଓଡ଼ିଶା ଦେଶ ନାମରେ ନାମକରଣ ପ୍ରଥମେ ହେଲା, ଯିଏକି ଗଜପତି ରାଜବଂଶ ପ୍ରତିଷ୍ଠା କଲେ। ଏହି କପିଳେନ୍ଦ୍ର ଦେବ କେଉଁ ରାଜାଙ୍କ ଅଧୀନରେ ଗୋଟିଏ ମନ୍ତ୍ରୀ ଭାବରେ କାମ କରୁଥିଲେ? ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ, ଅନଙ୍ଗ ଭୀମଦେବ ତୃତୀୟ, ଭାନୁଦେବ ତୃତୀୟ, ଭାନୁଦେବ ଚତୁର୍ଥ। ପିଲାମାନେ ଏଇଠି 10 ନମ୍ବରର ଉତ୍ତରଟା ହେବ ଡି, ଭାନୁଦେବ ଚତୁର୍ଥ। ଗଙ୍ଗରାଜା ଙ୍କର ଶାସନ ସମୟରେ କପିଳେନ୍ଦ୍ର ଦେବ ଜଣେ ମନ୍ତ୍ରୀ ଭାବରେ କାମ କରୁଥିଲେ। ଭାନୁଦେବଙ୍କର ଅନ୍ୟ ଯୁଦ୍ଧ ଯାତ୍ରା ସମୟରେ କପିଳେନ୍ଦ୍ର ଦେବ ନିଜକୁ ରାଜା ଘୋଷଣା କଲେ ଏବଂ ନୂତନ ରାଜବଂଶ ପ୍ରତିଷ୍ଠା କଲେ। ତାପରେ ନେକ୍ସଟ ହେଉଛି 11, ହ୍ୱିଚ୍ ମିନିଷ୍ଟର ଅଫ୍ କପିଳେନ୍ଦ୍ର ଦେବ ଡିଫିଟେଡ୍ ଟୁ ବେଙ୍ଗାଲ ସୁଲତାନ ଅହମ୍ମଦ ଶାହା? କେଉଁ କପିଳେନ୍ଦ୍ର ଦେବଙ୍କର କେଉଁ ମନ୍ତ୍ରୀ ବଙ୍ଗର ସୁଲତାନ ଅହମ୍ମଦ ଶାହାଙ୍କୁ ପରାଜୟ କରିଥିଲେ? ବଙ୍ଗର ସୁଲତାନ ଅହମ୍ମଦ ଶାହା କପିଳେନ୍ଦ୍ର ଦେବଙ୍କ ସମୟରେ ଆକ୍ରମଣ କରିଥିଲେ ଓଡ଼ିଶା ଉପରେ। ତ ତାଙ୍କୁ କପିଳେନ୍ଦ୍ର ଦେବଙ୍କର କେଉଁ ମନ୍ତ୍ରୀ ସୁଲତାନ ଅହମ୍ମଦ ଶାହାଙ୍କୁ ପରାଜୟ କରାଇଥିଲେ? ଏରେ ଦେଲା ମଲ୍ଲିକାର୍ଜୁନ, ବିରେ ଦେଲା ଦେବରାୟ ସେକେଣ୍ଡ, ସିରେ ଦେଲା ବୀରଭଦ୍ର, ଡିରେ ଦେଲା ଗୋପୀନାଥ ମହାପାତ୍ର। ତ ପିଲାମାନେ ଏଇଠି 1 ନମ୍ବରର ଉତ୍ତରଟି ହେବ ଡି, ଗୋପୀନାଥ ମହାପାତ୍ର। ଗୋପୀନାଥ ମହାପାତ୍ର ହେଉଛନ୍ତି କପିଳେନ୍ଦ୍ର ଦେବଙ୍କର ଜଣେ ଏବଲ ମିନିଷ୍ଟର, ପରାକ୍ରମୀ ମିନିଷ୍ଟର, ଯିଏକି ବଙ୍ଗର ସୁଲତାନ ଅହମ୍ମଦ ଶାହାଙ୍କୁ ଯୁଦ୍ଧରେ ପରାଜୟ ବରଣ କରିଥିଲେ ଏବଂ ବିତାଡ଼ିତ କରିଥିଲେ ଯୁଦ୍ଧ ମଇଦାନ। ତାପରେ ଆମେ ଦେଖିବା ପିଲାମାନେ 12 ନମ୍ବର ପ୍ରଶ୍ନ, ଇନ୍ ହ୍ୱିଚ୍ ଇୟର ଚୋଡ଼ଗଙ୍ଗ ଦେବ ଡାଏଡ୍? କେଉଁ ମସିହାରେ ଚୋଡ଼ଗଙ୍ଗ ଦେବଙ୍କର ମୃତ୍ୟୁ ହୋଇଥିଲା? ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ ପିଲାମାନେ। ଚୋଡ଼ଗଙ୍ଗ ଦେବ ଯିଏକି 70 ବର୍ଷ ପ୍ରାୟତଃ ଶାସନ କରିଥିଲେ ଓଡ଼ିଶାରେ। ପଚାରି ଦେଇପାରେ ମଧ୍ୟ ପରୀକ୍ଷାରେ, ଚୋଡ଼ଗଙ୍ଗ ଦେବ କେତେ ବର୍ଷ ଶାସନ କରିଥିଲେ? ପ୍ରାୟତଃ 70। 1144, 1145, 1146, 1147। କେଉଁ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗ ଦେବଙ୍କର ମୃତ୍ୟୁ ହୋଇଥିଲା? 12 ନମ୍ବରର ପିଲାମାନେ ଉତ୍ତରଟି ହେଉଛି ଡି, 1147 ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗ ଦେବଙ୍କର ମୃତ୍ୟୁ ହୋଇଥିଲା। ତାପରେ ଦେଖିବା ପିଲାମାନେ 13, ହୁ ଫାଉଟ୍ ୱିଥ୍ ଗିୟାସୁଦ୍ଦିନ୍ ଲାଉଜ୍ and defeated him by the order of ଅନଙ୍ଗ ଭୀମଦେବ ଥାର୍ଡ? କିଏ ଗିୟାସୁଦ୍ଦିନ୍ ଲାଉଜ୍ ଗିୟାସୁଦ୍ଦିନ୍ ଇୟାଜଙ୍କୁ ପରାଜୟ ବରଣ କରିଥିଲେ ଅନଙ୍ଗ ଭୀମଦେବ ତୃତୀୟଙ୍କର ନିର୍ଦ୍ଦେଶରେ? ବିଷ୍ଣୁ, ଦେବରାୟ ଦ୍ୱିତୀୟ, ବୀରଭଦ୍ର, ଗୋପୀନାଥ ମହାପାତ୍ର। ତ ପିଲାମାନେ 13 ନମ୍ବରର ଏଇଠି ଉତ୍ତରଟି ହେବ ଏ ବିଷ୍ଣୁ। ବିଷ୍ଣୁ ଥିଲେ ଅନଙ୍ଗ ଭୀମଦେବ ତୃତୀୟଙ୍କର ଜଣେ ଏବଲ ମିନିଷ୍ଟର, ମନ୍ତ୍ରୀ, ଯିଏକି ଗିୟାସୁଦ୍ଦିନ୍
ଇଂରାଜଙ୍କୁ ପରାଜୟ ବରଣ କରିଥିଲେ। କାହାଣୀଟିଏ ରହିଅଛି ପୁସ୍ତକରେ ଯେ ସେ ଡ୍ରଇଂ ଏରୋ ଚିତ୍ର ମାଧ୍ୟମରେ ଧନୁ ମାରି ଦେଉଥିଲେ, ତୀର ମାରିପାରୁଥିଲେ। ତାଙ୍କୁ ସେ ବିଦ୍ୟା ଜଣାଥିଲା ଏବଂ ସେ ଅନଙ୍ଗ ଭୀମଦେବ ତୃତୀୟଙ୍କୁ ମଧ୍ୟ ବିଜୟ ପ୍ରାପ୍ତ କରାଇଥିଲେ। ତାପରେ ଆମେ ଦେଖିବା 14 ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ଦ ସୋମବଂଶୀ ଡାଇନେଷ୍ଟିସ୍। ସୋମବଂଶୀ ଡାଇନେଷ୍ଟିର ପ୍ରତିଷ୍ଠାତା କିଏ? ଧୀବରଦେବ, ମହାଶିବଗୁପ୍ତ, ଜନ୍ମଞ୍ଜୟ ଫାଷ୍ଟ, ଯଯାତି ଫାଷ୍ଟ। ମନେ ରଖନ୍ତୁ ପିଲାମାନେ, ଏଇ କିଛି ପ୍ରଧାନର ଅନ୍ୟ ନାମ ଅଛି, କିନ୍ତୁ ମୁଁ ତ୍ରିଅଥର୍ସ ପୁସ୍ତକରୁ ପ୍ରସ୍ତୁତ କରିଥିବାରୁ ଏଇଠି ଏଇ ନାମ ଗୁଡ଼ିକ ଆର ଉତ୍ତରଟି ଅଲଗା ହେବ ଈଶୀ ପ୍ରଧାନଙ୍କ ପୁସ୍ତକ ଠାରୁ। ଉତ୍ତରଟି କ'ଣ ହେବ? 14ର ଉତ୍ତର ହେଉଛି ଏ ଧୀବରଦେବ। ସୋମବଂଶୀ ରାଜବଂଶର ପ୍ରତିଷ୍ଠାତା ହେଉଛନ୍ତି ଧୀବରଦେବ। ମନେ ରଖନ୍ତୁ, ଏଇଟା ତ୍ରିଅଥର୍ସ ପୁସ୍ତକରେ ଦେଇଅଛି। ତାପରେ ଆମେ ଦେଖିବା 15 ନମ୍ବର ପ୍ରଶ୍ନ। ହୁ ବିଲ୍ଡ ଦ ଟେମ୍ପଲ ଅଫ୍ ବ୍ରହ୍ମେଶ୍ୱର ଏଟ୍ ଏକାମ୍ର। ଏକାମ୍ରରେ ବ୍ରହ୍ମେଶ୍ୱର ମନ୍ଦିର କିଏ ନିର୍ମାଣ କରିଛନ୍ତି? କନଫ୍ୟୁଜ୍ ହେବେନି, ଭୁବନେଶ୍ୱର ଯଦି କହିବ ସେଇ, ଏକାମ୍ର ସେଇ। କାହିଁକି ଭୁବନେଶ୍ୱର ଅନ୍ୟ ନାମଟି ହେଉଛି ଏକାମ୍ର। କିଏ ଏକାମ୍ରର ବ୍ରହ୍ମେଶ୍ୱର ମନ୍ଦିରଟି ନିର୍ମାଣ କରିଛନ୍ତି? ଉଦ୍ୟତ କେଶରୀ, କଳାବତୀ ଦେବୀ, ଜନ୍ମଞ୍ଜୟ ଫାଷ୍ଟ, ଜନ୍ମଞ୍ଜୟ ସେକେଣ୍ଡ। ତ ପିଲାମାନେ ଏଇଠି 15 ନମ୍ବରର ଉତ୍ତରଟି ହେବ ବି, କଳାବତୀ ଦେବୀ। କଳାବତୀ ଦେବୀ ଉଦ୍ୟତ କେଶରୀଙ୍କର ମାତା, ଯିଏକି ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରିଛନ୍ତି ଏକାମ୍ର କ୍ଷେତ୍ରରେ। ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ ପିଲାମାନେ। ତାପରେ ଦେଖିବା ନେକ୍ସଟ 16 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି? ହୁଇଚ୍ କୋପର ପ୍ଲେଟ୍ ମେନସନ୍ ଶୁଭକର ଦେବ ସେକେଣ୍ଡ ଗ୍ରାଣ୍ଡ ଭୁବ୍ରୁଟ୍ ଭିଲାଇଜ୍ ଇନ୍ ଫେଭର ଅଫ୍ ବ୍ରାହ୍ମଣ ଜୁଲ୍ଲୁ ଭଟ୍ଟ। ପିଲାମାନେ କୋପର ପ୍ଲେଟ୍ ଉପରେ ମଧ୍ୟ ପୂର୍ବରୁ ପ୍ରଶ୍ନ ଆସିଛି ଏସ୍ଏସ୍ସିବିରେ। ଏଇଠି ପ୍ରଶ୍ନ ପଚାରୁଛି କେଉଁ କପର ପ୍ଲେଟ୍ରେ ଲେଖାଯାଇଛି ଶୁଭକର ଦେବ ଦ୍ୱିତୀୟ, ଯିଏକି ଭୁବ୍ରୁଟ୍ ଗ୍ରାମଟି ଜଣେ ବ୍ରାହ୍ମଣ ଜୋଲୁ ଭଟ୍ଟଙ୍କୁ ଦାନ କରିଛନ୍ତି। ଗଞ୍ଜାମ, ନେଉଳପୁର, 84, ତାଲଚେର ଏସବୁ ଗୋଟେ କୋପର ପ୍ଲେଟ୍ ଅଞ୍ଚଳକୁ ନେଇକରି କୋପର ପ୍ଲେଟ୍ର ନାମକରଣ। ତ ପିଲାମାନେ 16 ନମ୍ବରର ଉତ୍ତରଟି ହେବ ସି, 84 କୋପର ପ୍ଲେଟ୍ରେ ବର୍ଣ୍ଣନା କରାଯାଇଛି ଯେ ଶୁଭକର ଦେବ ସେକେଣ୍ଡ ଭୁବ୍ରୁଟ୍ ଭିଲାଇଜ୍ ଦାନ କରିଛନ୍ତି ଜଣେ ବ୍ରାହ୍ମଣ ଜୁଲୁ ଭଟ୍ଟଙ୍କୁ। ତାପରେ ଆମେ ଦେଖିବା ପିଲାମାନେ 17 ନମ୍ବର ପ୍ରଶ୍ନ। ହୁଇଚ୍ ଭୌମକର କିଙ୍ଗ ନାଉ ଆଜ୍ କୁସୁମହରା ଫାଷ୍ଟ। କେଉଁ ଭୌମ ରାଜାଙ୍କୁ କୁସୁମହରା ପ୍ରଥମ ବୋଲି କୁହାଯାଏ? ଶୁଭକର ଦେବ ଦ୍ୱିତୀୟ, ଶୁଭକର ଦେବ ଚତୁର୍ଥ, ଶୁଭକର ଦେବ ତୃତୀୟ, ଶାନ୍ତିକର ଦେବ ଦ୍ୱିତୀୟ। ଏସବୁ ପିଲାମାନେ ହେଉଛନ୍ତି ଜଣେ ଜଣେ ଭୌମକର ରାଜା। ଏ ଭିତରୁ କାହାକୁ କୁସୁମହରା ପ୍ରଥମ ବୋଲି କୁହାଯାଉଥିଲା? 17ର ଉତ୍ତରଟି ପିଲାମାନେ ହେବ ସି, ଶୁଭକର ଦେବ ତୃତୀୟ। ଭୌମରାଜା ଶୁଭକର ଦେବ ତୃତୀୟଙ୍କର ଅନ୍ୟ ନାମ କୁସୁମହରା ପ୍ରଥମ ବୋଲି ମଧ୍ୟ ସେ ପରିଚିତ ଥିଲେ। ତାପରେ ଦେଖିବା 18। ଇନ୍ ହୁଇଚ୍ ଇୟର୍ ଅଫ୍ ରୁଲ୍ ଖାରବେଳ ରେସ୍କ୍ୟୁଡ୍ ମଥୁରା। ଖାରବେଳ ତାଙ୍କର କେତେ ନମ୍ବର ଶାସନ ବର୍ଷରେ ମଥୁରାକୁ ରେସ୍କ୍ୟୁ କରିଥିଲେ? ମାନେ ଅନ୍ୟଠାରୁ ଗ୍ରୀକମାନଙ୍କ ଠାରୁ ସେ ମଥୁରାକୁ ସୁରକ୍ଷା କରିଥିଲେ। କାହିଁକି ନା ମଥୁରାଟା ସେ ସମୟରେ ଗୋଟେ ଜୈନ ଧର୍ମର ପେଣ୍ଠସ୍ଥଳୀ ଥିଲା, ଗୋଟେ କ୍ଷେତ୍ର ଥିଲା, ତୀର୍ଥକ୍ଷେତ୍ର ଥିଲା। ତାକୁ ଗ୍ରୀକମାନଙ୍କ ଆକ୍ରମଣରୁ ସୁରକ୍ଷା କରିଥିଲେ ଖାରବେଳ କେତେ ନମ୍ବର ଶାସନ ବର୍ଷରେ? ଦ୍ୱିତୀୟ, ଚତୁର୍ଥ, ଅଷ୍ଟମ, ଦ୍ୱାଦଶ। 18ର ଉତ୍ତରଟି ପିଲାମାନେ ହେବ ସି, 8। ଖାରବେଳ ତାଙ୍କ ରାଜତ୍ୱର ଅଷ୍ଟମ ନମ୍ବର ବର୍ଷରେ ମଥୁରାକୁ ଯେଉଁ ଗ୍ରୀକମାନେ ଆକ୍ରମଣ କରିଥିଲେ ତାଙ୍କ କବଳରୁ ମଥୁରାକୁ ସୁରକ୍ଷା ରଖିଥିଲେ। କାହିଁକିନା ମଥୁରାଟା ସେ ସମୟରେ ଗୋଟେ ଜୈନ ଧର୍ମର କେନ୍ଦ୍ରସ୍ଥଳୀ ଥିଲା। ତାପରେ ଦେଖିବା 19। ଇନ୍ ହୁଇଚ୍ ଇୟର୍ ଅଫ୍ ଦ ରୁଲ୍ ଖାରବେଳ ବ୍ରୋକେନ୍ ତାମିଲି କନଫେଡେରେସି? 11, 2nd, 8, 11 ଡବଲ 11 ହେଇଯାଇଛି। ଖାରବେଳ ତାଙ୍କ ରାଜତ୍ୱର କେତେ ନମ୍ବର ବର୍ଷରେ ତାମିଲି କନଫେଡେରେସି? ତାମିଲି ମାନେ କେରଳୀପୁତ୍ର, ଚୋଳ, ପାଣ୍ଡ୍ୟ ଏସବୁ ମାନଙ୍କୁ ପରାଜୟ କରିଥିଲେ। ଯେଉଁ ତାମିଲ ଅଞ୍ଚଳର
भाषाभाषी अंचल जो राज्य गुड़िक एकाठी होकर लड़ुते खारवेल सहित तांकु से पराजय करते केते नंबर वर्ष 19 नंबर उत्तर हम पे D11 ये D11 ये करेक्शन करेंगे 11 हम मन रखि खारवेल राजत्वर 11 नंबर वर्ष 11 नंबर वर्ष आगे कौन करते पे पिथुंडा कल्टिवेशन जैन धर्म गोटे से कार्यक्रम पिथुंडा चाष करते क्या द्वारा करते आस गध गध को जोचिकी से पिथुंडा चाष करते देखिए वीडियो शेष प्रश्न 20 नंबर प्रश्न 20 नंबर प्रश्न कौन इन व्हिच ऑफ द ईयर अशोका समन द थर्ड बुद्धिस्ट काउंसिल एट पाटलिपुत्र क्यों मसीहारे अशोक तृतीय बुद्धिस्ट सभा महासभा करथिले पाटलिपुत्र ठारे 250 BC 251 BC 252 BC 253 BC तो पिला माने 20 नंबर उत्तरटा हो ये 250 BC ख्रीष्टपूर्व बुद्धिस्ट काउंसिल थर्ड तृतीय बौद्ध महासभा करथिले किए पिला माने अशोक मौर्य सम्राट। मैं आशा करुच्ची मोर ये आलोचना आपण मानकर आगामी प्रतियोगितामूलक परीक्षा सहायक। वीडियो को लाइक करूँ, चैनल को सब्सक्राइब करूँ और समस्त प्रतियोगितामूलक ग्रुप रे शेयर करूँ। वंदे मातरम।